गुरुब्रह्म महिमा अलेख शरण। श्रोता बंधुगण, सर्वधर्म त्याग करी केवल एकमात्र प्रभु परम ब्रह्म को शरण प्राप्त हेबा निमित्त केउमाने काहाकू उपदेश देइछन्ति एवं केउ शास्त्र मानकरे ताहार प्रमाण रहिछि सेहि विषय रे श्रवण करिबा। गीतारे भगवान श्रीकृष्ण अर्जुन को कहउछन्ति, सर्वगुह्यतमं भूयः शृणु मे परमं वचः इष्टोऽसि मे दृढ़मिति तत्त्ववक्ष्यामि ते हितम्। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି, ହେ ଅର୍ଜୁନ, ଅତି ଗୋପନୀୟ ଆମ୍ଭର ଉତ୍କୃଷ୍ଟ ବଚନ ପୁନର୍ବାର ଶୁଣ। ତୁମ୍ଭେ ଆମର ଅତ୍ୟନ୍ତ ପ୍ରିୟ ଅଟ। ସେହି ହେତୁରୁ ତୁମ୍ଭର ମଙ୍ଗଳଦାୟକ ଏହି କଥା ଆମ୍ଭେ କହିବୁ। ମନ୍ମନା ଭବ ମୋ ଭକ୍ତୋ ମଦଯାଜି ମାଂ ନମସ୍କୁରୁ ମାମେ ବୈଶ୍ୟସି ସତ୍ୟମ୍ ते प्रतिजाने प्रियोसी में। भगवान कहउछन्ति, हे अर्जुन, तुम्भे आम्भटारे मनोनिवेश कर, आम्भर भक्त हुओ, आम्भ उद्देश्य रे जगादि अनुष्ठान कर ओ आम्भंकु नमस्कार कर। ताहाले सत्य प्रतिज्ञा करी कहउछु, तुम्भे निश्चय आम्भंकु प्राप्त हेब, काहेकि ना तुम्भे आम्भर अति प्रिय अट। सर्वधर्मान परित्यज्य मामेकं शरणं व्रज अहं त्वा सर्व पापेभ्यो मोक्षयिष्यामि मां शुचः। हे अर्जुन, तुम्भे सकल प्रकार धर्म परित्याग करी केवल आम्भरी ठारे शरण पस। आम्भे तुमको समस्त पापरु मुक्त करिबु, तुम्भे शोक कर नाही। पुनश्च ब्रह्म संहितारे उल्लेख अछि, धर्मानन्यान परित्याज्य मामेव भज निश्चयात् जादृशी श्रद्धा सिद्धिर्भवति तादृशी। ଏହି ଶ୍ଲୋକଟିର ଅର୍ଥ ହେଉଛି, ଅନ୍ୟାନ୍ୟ ଧର୍ମ ଅନୁଷ୍ଠାନ ପରିତ୍ୟାଗ କରି ଏକମାତ୍ର ଆମ୍ଭଙ୍କୁ ଭଜନ କର। ଆମ୍ଭ ପ୍ରତି ତୁମ୍ଭର ଯେଉଁ ପ୍ରକାରର ଶ୍ରଦ୍ଧା ବିକାଶ ହେବ, ତୁମ୍ଭେ ସେହି ପ୍ରକାରର ସିଦ୍ଧିପ୍ରାପ୍ତ ହେବ। କଠ ଉପନିଷଦରେ ଲେଖା ଅଛି, ଯଥୋଦକଂ ଦୁର୍ગે ବୃଷ୍ଟଂ ପର୍ବତେଷୁ ବିଧାବତି ଏବଂ ଧର୍ମାନ ପୃଥକ ପଶ୍ୟଂ ସ୍ଥାନେ ବାନୁ ବିଧାବତି। ଏହି ଶ୍ଲୋକଟିର ଅର୍ଥ ହେଉଛି, ଯେପରି ଦୁର୍ଗମ ଉନ୍ନତ ସ୍ଥାନରେ ପତିତ ଜଳ ନିମ୍ନ ଦେଶକୁ ପ୍ରଧାବିତ ହୁଏ ଅର୍ଥାତ୍ ବିକ୍ଷିପ୍ତ ହୋଇ ବିନାଶ ପ୍ରାପ୍ତ ହୁଏ, ସେହିପରି ଯେଉଁ ବ୍ୟକ୍ତି ପରମାତ୍ମାଙ୍କ ଭିନ୍ନ ଅନ୍ୟ ଧର୍ମ ଦର୍ଶନ କରେ ସେହି ବ୍ୟକ୍ତି କେବଳ ସେହି ଧର୍ମକୁ ପ୍ରାପ୍ତ ହୁଏ, ଅର୍ଥାତ୍ ପୁନଃ ପୁନଃ ଜନ୍ମ ମୃତ୍ୟୁ ପ୍ରାପ୍ତ ହୁଏ। ବ୍ରହ୍ମ ସ୍ମରଣ କରୁଥିବା ବ୍ୟକ୍ତିର ତୀର୍ଥ, ବ୍ରତ, ପିଣ୍ଡଦାନ, ଶ୍ରାଦ୍ଧ, ତର୍ପଣ, ଜପ, ହୋମ ଓ ଅନ୍ୟାନ୍ୟ ବହୁବିଧ ସାଧନା ବିହିତ ନୁହେଁ। ମହାନିର୍ବାଣ ତନ୍ତ୍ରରେ ଉଲ୍ଲେଖ ଅଛି, ଧନ୍ୟା ପିତାମାତା ତସ୍ୟ ପବିତ୍ରಂ ତତ୍କୁଳଂ ଶିବେ ପିତରସ୍ତସ୍ୟ ସନ୍ତୁଷ୍ଟା ମୋଦନ୍ତେ ତ୍ରିଦଶୈଃ ସହ ଗାୟନ୍ତି ଗାୟନିଗାଥଂ ପୁଲକାଞ୍ଚିତ ବିଗ୍ରହା ଅସମତ୍ କୂଳେ କୁଳଶ୍ରେଷ୍ଠୋ ଜାତ ବ୍ରହ୍ମୋପଦେଶିକଃ କିଂ ସ୍ମାକଂ ଗୟା ପିଣ୍ଡୈ କିଂ ତୀର୍ଥଶ୍ରାଦ୍ଧତର୍ପଣୈ किं दानैः किं जपैर्होमैः किं नैर्बहुसाधनैः वयं क्षयतृप्ताः स्मः शतपुत्रस्यास्य साधनात्। हे शिवे, जे ब्रह्ममंत्र प्राप्त होइछि ताहार पितामाता धन्य, ताहार कुल पवित्र, ताहार पितृगण सन्तुष्ट होई स्वर्गरे देवगणक सहित आनंद अनुभव करुथांती एवं से माने पुलकित शरीर यही गाथा गान करती जे आमମାନଙ୍କ वंशरे ब्रह्ममंत्र दीक्षित कुलश्रेष्ठ पुत्र जन्मग्रहण करिअछि। आमମାନଙ୍କର निमित्त गयारे पिंडदान आउ कि आवश्यक, तीर्थ श्राद्धर बा तर्पणर आवश्यकता बा कौन, आमମାନଙ୍କ उद्देश्य दानर बा प्रयोजन कौन, जपर बा कि प्रयोजन, होम करिवार कि प्रयोजन, अन्यान्य बहुविध साधनार कि प्रयोजन। आम्भମାନଙ୍କର ଏହି ସତ୍ପୁତ୍ର ସଦଗୁରୁଙ୍କ ନିକଟରୁ ବ୍ରହ୍ମମନ୍ତ୍ର ଦୀକ୍ଷା ଗ୍ରହଣ ରୂପ ଯେଉଁ ସାଧନ କରିଅଛି, ତହିଁରେ ଆମ୍ଭେମାନେ
ଅକ୍ଷୟ ତୃପ୍ତି ଲାଭ କରୁଛୁ। ପୁନଶ୍ଚ ପଞ୍ଚଦଶୀ ଗ୍ରନ୍ଥର ଧ୍ୟାନ ଦୀପରେ ଉଲ୍ଲେଖ ଅଛି, ଉପେକ୍ଷ୍ୟ ତତ୍ ତୀର୍ଥଯାତ୍ରା ଜପାଦିନେବ କୁର୍ବତାମ୍ ପିଣ୍ଡମ ସମୁତ୍ସୃଜ୍ୟକରମ୍ ଲେଢ଼ିତି ନ୍ୟାୟ ଆପତେତ୍। ଏହି ଶ୍ଲୋକଟିର ଅର୍ଥ ହେଉଛି, ପ୍ରଭୁ ପରମ ବ୍ରହ୍ମଙ୍କ ଉପାସନା ତ୍ୟାଗ କରି ଯେଉଁମାନେ ତୀର୍ଥଯାତ୍ରା, ଜପ, ହୋମ ଓ ପିଣ୍ଡଦାନ କରନ୍ତି, ସେମାନେ ହସ୍ତସ୍ଥିତ ଖାଦ୍ୟଦ୍ରବ୍ୟ ପରିତ୍ୟାଗ ପୂର୍ବକ ନିଜର ହସ୍ତକୁ ଲେହନ କରନ୍ତି। ପୁନଶ୍ଚ ବୈଷ୍ଣବ ଗ୍ରନ୍ଥରେ ଉଲ୍ଲେଖ ଅଛି, ନିତ୍ୟଂ ନୈମିତିକଂ କର୍ମ ଦାନଂ ସଂକଳ୍ପମାନସଂ ଦୈବୀ କର୍ମ ତଥା ପୈତୃ ନ କୁର୍ଜ୍ୟାଦୈଷ୍ଣବୋ ଗୃହୀ। ଏହି ଶ୍ଲୋକଟିର ଅର୍ଥ ହେଉଛି, ଯେଉଁମାନେ ନୈମିତିକ କର୍ମ, ଦାନ, ସଂକଳ୍ପମାନ ଏବଂ ଦୈବୀ କର୍ମ ତଥା ପିତୃକର୍ମ ସବୁକୁ ପରିତ୍ୟାଗ କରନ୍ତି, ସେମାନେ ହିଁ ଗୃହସ୍ଥ ବୈଷ୍ଣବ ଅଟନ୍ତି। ଶ୍ରୋତାବନ୍ଧୁଗଣ, ଆପଣମାନେ ଶ୍ରବଣ କରୁଥିଲେ ସର୍ବଧର୍ମ ତ୍ୟାଗ କରି ପ୍ରଭୁ ପରମ ବ୍ରହ୍ମ ପରମାତ୍ମାକୁ ଶରଣ ପଶିବା ପାଇଁ। ଏହି ସର୍ବଧର୍ମ କ'ଣ ସେ ବିଷୟରେ ଭବିଷ୍ୟତ ପୁରାଣରେ ଉଲ୍ଲେଖ ଅଛି। ସ ତୁ ପଞ୍ଚବିଧ ପ୍ରୋକ୍ତ ବେଦମୂଳ ସନାତନ ବର୍ଣ୍ଣ ଧର୍ମ ସ୍ମୃତସ୍ତ୍ୱେକ୍ ଆଶ୍ରମାଣାମତଃ ପର ବର୍ଣ୍ଣାଶ୍ରମ ତୃତୀୟସ୍ତୁ ଗୌଣ ନୈମିତିକସ୍ତଥା। ଏହି ଶ୍ଲୋକଟିର ଭାବାର୍ଥ ହେଉଛି, ଏଠାରେ ବର୍ଣ୍ଣ ଧର୍ମ କୁହାଗଲା। ବର୍ଣ୍ଣ ଧର୍ମର ଅର୍ଥ ହେଉଛି ଯାହା ଜାତିକୁ ଆଶ୍ରୟ କରି ପରିବର୍ତ୍ତିତ ହୁଏ। ପୁନଶ୍ଚ ଆଶ୍ରମ ଧର୍ମ। ଆଶ୍ରମ ଧର୍ମ କହିଲେ ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ ଏବଂ ଭିକ୍ଷୁ ଏହି ଚାରି ଆଶ୍ରମକୁ ଅବଲମ୍ବନ କରି ଯେଉଁ ଧର୍ମ ପ୍ରବର୍ତ୍ତିତ ଅଛି, ତାହାକୁ ଆଶ୍ରମ ଧର୍ମ ବୋଲାଯାଏ। ବର୍ଣ୍ଣାଶ୍ରମ ଧର୍ମ କ'ଣ? ଯେଉଁ ଧର୍ମବର୍ଣ୍ଣ ଓ ଆଶ୍ରମକୁ ଆଶ୍ରୟ କରି ପ୍ରବର୍ତ୍ତିତ ଅଛି, ସେ ବର୍ଣ୍ଣାଶ୍ରମ ଧର୍ମ। ଗୌଣ ଧର୍ମ। ଗୌଣ ଧର୍ମ କହିଲେ କେବଳ ସତ୍ୱାଦି ଗୁଣତ୍ରୟକୁ ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ, ଶିବ ଓ ଶକ୍ତି ପ୍ରଭୃତିଙ୍କୁ ଆଶ୍ରୟ କରି ଯେଉଁ ଧର୍ମ ପ୍ରବର୍ତ୍ତିତ ଅଛି, ତାହାକୁ ଗୌଣ ଧର୍ମ ବୋଲାଯାଏ। ନୈମିତିକ ଧର୍ମ। ଯେଉଁ ଧର୍ମ ବିଶେଷ ବିଶେଷ ନିମିତ୍ତକୁ ଅବଲମ୍ବନ କରି ପ୍ରବର୍ତ୍ତିତ ହୁଏ, ଯଥା ଭିନ୍ନ ଭିନ୍ନ ପାପ ନିବାରଣ ପାଇଁ ଭିନ୍ନ ଭିନ୍ନ ପ୍ରାୟଶ୍ଚିତ ଏବଂ ପୁତ୍ରାଦି ଜାତ ହେବା ପରେ ପୁତ୍ରେଷ୍ଟି ପ୍ରଭୃତି ଯଜ୍ଞର ବିଧି ଇତ୍ୟାଦି। ପୁନଶ୍ଚ ପୂର୍ବୋକ୍ତ ଶ୍ଲୋକମାନଙ୍କରେ ଆମ୍ଭଠାରେ ଶରଣପଶ ବୋଲି ବାରମ୍ବାର ଉକ୍ତ ହୋଇଅଛି। ଏହି ଆମ୍ଭଠାରେର ଅର୍ଥ ହେଉଛି, ପ୍ରଭୁ ପରମ ବ୍ରହ୍ମଙ୍କଠାରେ ଶରଣ ପଶିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଅଛନ୍ତି। ଶ୍ରୋତାବନ୍ଧୁଗଣ, ଆଜି ଆପଣମାନେ ଏ ଅଧ୍ୟାୟରେ ସର୍ବଧର୍ମ ତ୍ୟାଗ କରି ପ୍ରଭୁ ପରମ ବ୍ରହ୍ମଙ୍କୁ ଏକାନ୍ତ ଭକ୍ତି କରିବା ପାଇଁ ଯେଉଁ ଉପଦେଶମାନ ରହିଥିଲା, ସେ ବିଷୟରେ ଶ୍ରବଣ କଲେ। ପୁଣି ଦେଖା ହେବ ଆପଣମାନଙ୍କ ସହିତ ଆଗାମୀ ଅଧ୍ୟାୟରେ। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ।